ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ରହିଛି ମାଲକାନଗିରି ଜିଲ୍ଲା, ଯାହା ଓଡ଼ିଶାର ଶେଷ ଜିଲ୍ଲା ବୋଲି କୁହାଯାଏ। ପ୍ରକୃତି ଏବଂ ସଂସ୍କୃତିର ଅପୂର୍ବ ସମ୍ମିଳନୀ ଏଠାରେ ଦେଖିବାକୁ ମିଳେ। ଗୋଦାବରୀର ଦୁଇ ଉପନଦୀ ସାବେରୀ ଏବଂ ସିଲେରୁ ଏହି ଅଞ୍ଚଳକୁ ଜଳ ଯୋଗାଇଥାଏ। ଏଠାରେ ହିଁ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମାଣ ହୋଇଛି। ଏହି ଅଞ୍ଚଳରେ ବଣ୍ଡା, ପରଜା, କୋୟା ଜନଜାତିର ଲୋକ ଦେଖିବାକୁ ମିଳନ୍ତି। ତା ସହିତ ମୋଟୁ ହେଉଛି ଓଡ଼ିଶାର ଶେଷ ଗାଁ, ଯାହା ମାଲକାନଗିରିର ଶେଷରେ ରହିଛି। ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ସମୟରେ ଯେଉଁ ମାଇଗ୍ରେଟେଡ୍ ପିପଲମାନଙ୍କୁ ଏଠାରୁ ନିଆଯାଇଥିଲା, ଏମ୍ଭି ନାଁରେ ଅନେକ ଗୁଡ଼ିଏ ଗାଁ ଗଢ଼ି ଉଠିଛି। ସେମାନଙ୍କର ଉନ୍ନତି ପାଇଁ ଅନେକ ଗୁଡ଼ିଏ ପ୍ରକଳ୍ପ ମଧ୍ୟ ଆରମ୍ଭ ହୋଇଛି। ଏମ୍ଭି ମାନେ ମାଲକାନଗିରି ଭିଲେଜେସ୍। ଓଡ଼ିଶାର ଶେଷ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଦୀର୍ଘ 32 ବର୍ଷ ପରେ 910 ମିଟର ଦୂରତା ବିଶିଷ୍ଟ ଏକ ସେତୁ ନିର୍ମାଣ କରାଯାଇଛି, ଯାହାର ନାଁ ଗୁରୁପ୍ରିୟା ସେତୁ। ତେବେ ଆପଣମାନେ ଆସନ୍ତୁ ମାଲକାନଗିରି ଜିଲ୍ଲାକୁ ବୁଲିବା ପାଇଁ ଏବଂ ଏଠାର ପ୍ରକୃତି ଏବଂ ସଂସ୍କୃତିକୁ ଉପଭୋଗ କରି ଯାଆନ୍ତୁ।